ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆମର କ୍ଷୀର ବଳି ପଡ଼ିଛି ତ, ଆଜି ଆମର କ୍ଷୀର ଗଇଠା ହବ। ଦେଖନ୍ତୁ ମୁଁ ଟିକେ କ୍ଷୀର ଦେହରେ ଏଠି ଦେଖନ୍ତୁ ଜନ୍ତିକି ରଖିଛି। ଏଟାକୁ ମୁଁ ଏଠି ବାଟିକି ରଖିଛି। ଚାଉଳ ବାଟିକି ରଖିଛି। ତାକୁ ଏଠି ଏଟାକୁ ଆସ୍ତେ ଆସ୍ତେ ସେ ପକେଇକିରି ସାଙ୍ଗେ ସାଙ୍ଗେ ଫେଣ୍ଟା ଯିବ, ନହେଲେ ସେ କ'ଣ ହବ ନା ବିଣ୍ଡି ବିଣ୍ଡି ହେଇଯିବ। ସେ ଫେଣ୍ଟା ହବ। ଏଥିରେ ଲୁଣ ପଡ଼ିଛି। ଆଗରୁ ପିଠଉଥିରେ ଯେଉଁ ବଟା ହେଇଥିଲା ସେ ଲୁଣ ପଡ଼ିଥିଲା। ଏଠି ଦେଖନ୍ତୁ କ୍ଷୀର ରହିଛି। ଇଏ ଜନ୍ତି ହେଇଗଲା ପରେ ତାର ଗଇଁଠା ତିଆରି ହେବ। ଆଜି ଡୁଗୁ ପଢୁଛି ଘରେ। ଆସିକି ବଦମାସି କରନ୍ତା। ଦେଖନ୍ତୁ ଜନ୍ତି ହେଇଗଲାଣି। ଟିକେ ଥଣ୍ଡା ହେଇଗଲେ ତାପରେ ଗଇଁଠା ଗଢ଼ା ହବ। ଆଗକୁ କ'ଣ ସବୁ ହବ ମୁଁ ଆପଣମାନଙ୍କୁ ଦେଖେଇବି, ଆପଣ ଦେଖିବେ। ବଢ଼ିଆ ଜନ୍ତି ହେଇଯାଇଛି। ଟିକେ ଥଣ୍ଡା ହେବା ଦରକାର। ଥଣ୍ଡା ହେଇଯାଉ ଥଣ୍ଡା ହେଲା ପରେ ଗଇଁଠା ଗଢ଼ା ହବ। ତାପରେ କ'ଣ ସବୁ ହବ ଆପଣ ଦେଖିବେ। ଆପଣ ଭିଡ଼ିଓ ସହିତ ଲାଗି ରୁହନ୍ତୁ। ଦେଖନ୍ତୁ ଏଠି ଗଡ଼ୁଛି। ଗଡ଼ିନି କେତେଟା ହବ ଗଡ଼ୁଛି। ଦେଖନ୍ତୁ ଗଡ଼ୁଛି କେମିତି। ଦେଖନ୍ତୁ ଦେଖନ୍ତୁ ଗଢ଼ା ହେଇଗଲା ସବୁ। ଏଠି ଦେଖନ୍ତୁ ସବୁ ଗଢ଼ା ହେଇଗଲା ଗଇଁଠା। ଏବେ ଏଠି କ୍ଷୀର ଫୁଟୁଛି। ଦେଖନ୍ତୁ ଏଠି କ୍ଷୀର ଫୁଟୁଛି। କ୍ଷୀର ଦେହରେ ମୁଁ ଚିନି ପକାଉଛି। ଆପଣଙ୍କର ଆପଣ ଯେତିକି ମିଠା ଖାଇବେ ସେ ଅନୁସାରେ ଚିନି ପକାଇବେ। ଚିନି ପକାଉଛି। ତାପରେ ଏଠି ଟିକେ ଲୁଣ ପକାଇବା। ବାଲାନ୍ସ କରିବା ପାଇଁ ଲୁଣ ପଡ଼ିବ। এটা ଫୁଟିଲେ ପକାଇବା ଗଇଁଠାକୁ ଉପରକୁ। এটা ଫୁଟିଗଲେ ଏଥିରେ ଗଇଁଠା ପକାଇବା। ଫୁଟିଲେ ଏଇଟା ଆମେ ୟାକୁ ଫୁଟିବା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବା। ଏଠି ଫୁଟିଗଲା ପରେ ଦେଖନ୍ତୁ ଗଇଁଠା ପକାଇବା। ଏଠି ଫୁଟିଗଲାଣି। ଏଠି ଗଇଁଠା ପକାଇବା। ଦେଖନ୍ତୁ
ମୁଁ ପକଉଛି। ଫୁଟିବ ବର୍ତ୍ତମାନ। ଫୁଟିବ, ଫୁଟିଲା ପରେ ଭାସିବ, ଭାସିଲା ପରେ ଜାଣିବେ ଯେ ହେଇଗଲା। ଘୋଡ଼େଇ ଦେବେ, ଟିକେ ଜଲ୍ଦି ଫୁଟିଯିବ। ଏଦିନ ଭିଡ଼ିଓ ଛାଡ଼ିନଥିଲି, ମନ ଅବସ୍ଥା ଭଲ ନଥିଲା, ସେଥିଲାଗି ଦେହ ଟିକେ ଭଲ ଲାଗୁନଥିଲା, ଇଚ୍ଛା ହେଲାନି ଭିଡ଼ିଓ ଛାଡ଼ିବାକୁ, ଛାଡ଼ି ପାରିଲିନି। ଫୁଟିଲାଣି, ଫୁଟି ଆସିଲାଣି। ଦେଖନ୍ତୁ, ଏଇଟା ଇଏ ସବୁ ହେଇ ଆସିଲାଣି। ଏଇଟା ଭାସିଲେ ଆପଣ ଜାଣିବେ ଯେ ଏମିତି ଉପରୁ ଭାସିଲା ମାନେ ଜାଣିବେ ଇଏ ହେଇ ଆସିଲାଣି। ଏଥିରେ ମୁଁ ଟିକେ କାଜୁ ପକେଇଛି, କିସମିସ୍ ପକେଇଛି। ଦେଖନ୍ତୁ କିସମିସ୍, କାଜୁ, ଆଲମଣ୍ଡ ପଡ଼ିବ। ଦେଖନ୍ତୁ କେତେ ସୁନ୍ଦର ଫୁଟୁଛି, ବଢ଼ିଆ ବାସୁଛି, ଇଏ ହେଇଗଲାଣି। ଭଲ ଲାଗେ ଗଇଁଠା ପିଠା? ହଁ ବହୁତ। ତୁମେ ଏଟା କେମିତି କଲେ ଆପଣ? ଏଟା କ୍ଷୀର ଗଇଁଠା। ମୁଁ ତ ଜାଣିନି କିନ୍ତୁ ଖାଇଛି। ଖାଇଛୁ? ହଁ। ଏଟା ଚାଉଳ 4-5 ଘଣ୍ଟା ଭେଦେଇ ଦେଲେ, ଅରୁଆ ଚାଉଳ। ତାପରେ ତାକୁ ବାଟିଦେଲି ଗ୍ରାଇଣ୍ଡରରେ ଭଲ କରି, ପୁରା ପ୍ଲେନ୍ କରି ବାଟିଦେଲି। ତାପରେ କ୍ଷୀର ଦେହରେ ତ ଦେଖିଲେ ଆପଣମାନେ ମୁଁ ଜନ୍ତିଲି,
ତାକୁ ଜନ୍ତିଲି କ୍ଷୀର ଦେଇକିରି ତାକୁ ଆସ୍ତେ ଆସ୍ତେ ସେ ଯେଉଁ ପିଠଉ ଢାଳି ଜନ୍ତିଲି। ଜନ୍ତିଲା ପରେ ତାକୁ ସବୁ ଗଢ଼ିଲି ଛୋଟ ଛୋଟ କରି ଗଇଁଠା କଲି। ତାପରେ ପୁଣି କ୍ଷୀର ଫୁଟେଇଲି। କ୍ଷୀରରେ ଚିନି ଲୁଣ କାଜୁ କିସମିସ ଆଲମଣ୍ଡ ସବୁ ପକେଇଲି ଗଇଁଠା ପକେଇଲି। ଏଇଟା କ'ଣ ପକେଇଲେ? ଏଇଟା ଗୁଜୁରାତି ଗୁଣ୍ଡ ପକେଇଲି। ଏ ଗୁଜୁରାତି ଲାଷ୍ଟକୁ ଇଏ ହେଇଗଲାଣି ତ ଏଇଟା ହେଇଗଲାଣି। ଲାଷ୍ଟକୁ ସେଲା ଗୁଜୁରାତି ଗୁଣ୍ଡ ପକେଇଦେଲି। ଏଠି ଦେଖନ୍ତୁ ଆଲମଣ୍ଡ କାଜୁ ଏଠି କିସମିସ ଦେଖନ୍ତୁ ବାସ୍ନା ବି ବହୁତ ସୁନ୍ଦର ଆସୁଛି। ବାସ୍ନା ବହୁତ ଭଲ ହେଇଛି। ଇଏ ତ ଟିକେ ଥଣ୍ଡା ହେଲେ ଖାଇବ ବଢ଼ିଆ ଲାଗିବ। ଆକୁ ଫ୍ରିଜରେ ଯଦି ଆକୁ ଥଣ୍ଡା କରି ଫ୍ରିଜରେ ରଖିଦେବେ ତାପର ରାତିରେ କରିଦେବେ ତାପରେ ସକାଳୁ ଖାଇବେ ସେ ଆହୁରି ବଢ଼ିଆ ଲାଗିବ। ଆପଣମାନେ କରିକି ଖାଆନ୍ତୁ ଦେଖିବେ ବହୁତ ଭଲ ଲାଗିବ। କମେଣ୍ଟ କରି କହିବେ କେମିତି ଲାଗୁଛି। ସବସ୍କ୍ରାଇବ୍ କରିବେ। ଆପଣ ତ ସବସ୍କ୍ରାଇବ୍ କରିବା ଭୁଲିଗଲେଣି। ସବସ୍କ୍ରାଇବ୍ କରିବେ। ମୁଁ ମୋର କହୁଛି ଆପଣ କରିବେ ସବସ୍କ୍ରାଇବ୍ କରିବେ ଲାଇକ୍ କରିବେ କମେଣ୍ଟ କରିବେ ସେୟାର କରିବେ ଘରେ କରିକି ଖାଇବେ ସମସ୍ତଙ୍କୁ ଖୋଇବେ ତାପରେ କମେଣ୍ଟ କରି କହିବେ କେମିତି ଲାଗୁଛି। ହେଇଗଲା ଏ ଥଣ୍ଡା ହେଇଗଲେ ଆମେ ଖାଇବା ସମସ୍ତେ ଖାଇବେ ଆମେ ଖାଇବା। ଫଟୋ ଦିଅ କ୍ଷୀର ହେଇছে ଭଲ ଅଛି ଭଲ ଅଛି। ଆଉ ଆଉ ନରମ ହେଇଥାନ୍ତା ନା କ'ଣ? ନା ନା ଠିକ୍ ଅଛି। କ୍ଷୀରଟା ଭଲ ଅଛି। ଆଉ ଖାଅ ଆଉ ଭଲ ଅଛି ଭଲ ଅଛି। ଆଉ ଟିକେ ଇଏ ରହିଗଲେ ଥଣ୍ଡା ହେଇଗଲା ଆଉ ଟିକେ ଭଲ ଲାଗିବ ଆଉ ରଖିଦେଲି ଫ୍ରିଜରେ। ଦେଖନ୍ତୁ ଇଏ ହେଇଗଲା ସବୁ ଖାଉଛି ବହୁତ ବଢ଼ିଆ ହେଇଛି ପୁରା ୟମ୍ମି। ଆପଣ ସବୁ ଘରେ କରିକି ଖାଆନ୍ତୁ ଆର ମଜା ନିଅନ୍ତୁ ଖାଇକି ଆର ମଜା ନିଅନ୍ତୁ। କ୍ଷୀରଟା ବହୁତ ବଢ଼ିଆ ଲାଗୁଛି। ଏଇଠି ରଖୁଛି ବ୍ଲଗ୍ ଆପଣଙ୍କୁ ବ୍ଲଗ୍ କେମିତି ଲାଗିଲା କହିବେ କମେଣ୍ଟରେ କହିବେ। ଏଇଟା ମୁଁ ସବୁଠୁ ବେଶୀ ଖୁସି ହେବି।